1984 ମସିହା ଭାରତର ଇତିହାସରେ ଏକ ଅତ୍ୟନ୍ତ ସେନ୍ସିଟିଭ୍ ଓ ବିବାଦାସ୍ପଦ ଅଧ୍ୟାୟ। ପଞ୍ଜାବର ହୃଦୟରେ ଥିବା ଗୋଲ୍ଡେନ୍ ଟେମ୍ପଲ, ଯାହା ଶିଖ୍ ଧର୍ମର ସବୁଠାରୁ ପବିତ୍ର ସ୍ଥାନ, ସେଠାରେ ହେଉଥିଲା ଏକ ସାମରିକ ଅଭିଯାନ। ଏହା କେବଳ ଅପରେସନ୍ ନୁହେଁ, ବରଂ ଏମିତି ଏକ ଘଟଣା ଯାହା ଦେଶର ରାଜନୀତି, ସମାଜ ଓ ଧର୍ମୀୟ ସମ୍ବନ୍ଧକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଏହି ଅପରେସନ୍ର ନାମ ଥିଲା ଅପରେସନ୍ ବ୍ଲୁ ଷ୍ଟାର। ସେହି ସମୟରେ ପଞ୍ଜାବରେ ଅସ୍ଥିରତା ବଢ଼ୁଥିଲା। କିଛି ଗୋଷ୍ଠୀ ସରକାରଙ୍କ ବିରୁଦ୍ଧରେ ହିଂସାମୂଳକ କାର୍ଯ୍ୟ କରୁଥିଲେ। ସେମାନଙ୍କ ନେତୃତ୍ୱରେ ଦେଉଥିଲେ ଜର୍ନଲ ସିଂ ଭିନ୍ଦରୱାଲେ। ତାଙ୍କ ସହ ଅନେକ ଶସ୍ତ୍ରଧାରୀ ଲୋକ ଗୋଲ୍ଡେନ୍ ଟେମ୍ପଲ ଭିତରେ ଆଶ୍ରୟ ନେଇଥିଲେ। ଏହା ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଥିଲା, କାରଣ ଏହା ଧାର୍ମିକ ସ୍ଥାନ ଥିବାରୁ ସରଳ କାର୍ଯ୍ୟାନୁଷ୍ଠାନ କରିବା ସମ୍ଭବ ନଥିଲା। ତା ବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ। ସରକାର ଅନେକ ପ୍ରୟାସ କରିଥିଲା ଶାନ୍ତି ସ୍ଥାପନ କରିବା ପାଇଁ, କିନ୍ତୁ ପରିସ୍ଥିତି ଦିନକୁ ଦିନ ଗୁରୁତର ହେଉଥିଲା। ଶେଷରେ ସରକାର ସେନାକୁ ହସ୍ତକ୍ଷେପ କରିବାକୁ ନିଷ୍ପତ୍ତି ନେଲା। 1984 ମସିହା ଜୁନ୍ ମାସ, ଭାରତୀୟ ସେନା ଆରମ୍ଭ କଲା ଏକ ବିଶେଷ ଅଭିଯାନ, ଅପରେସନ୍ ବ୍ଲୁ ଷ୍ଟାର। ଲକ୍ଷ୍ୟ ଥିଲା ମନ୍ଦିର ଭିତରେ ଲୁଚିଥିବା ଶସ୍ତ୍ରଧାରୀ ଗୋଷ୍ଠୀକୁ ହଟାଇବା। ସେନା ଯେତେବେଳେ ମନ୍ଦିର ପରିସରକୁ ଘେରିଦେଲେ, ସେତେବେଳେ ଅନେକ ନିର୍ଦ୍ଦୋଷ ଭକ୍ତ ମଧ୍ୟରେ ଭିତରେ ଅଟକିଥିଲେ। ପରିସ୍ଥିତି ବହୁତ ସଙ୍କଟପୂର୍ଣ୍ଣ ଥିଲା। ଏକ ପକ୍ଷରେ ଥିଲେ ସେନା, ଅନ୍ୟ ପକ୍ଷରେ ଶସ୍ତ୍ରଧାରୀ ଲୋକ ଏବଂ ମଧ୍ୟରେ ଥିଲେ ସାଧାରଣ ଲୋକ। ଯୁଦ୍ଧ ଆରମ୍ଭ ହେଲା। ଗୁଳିଗୋଷା ଚାଲିଲା ଦିନ ରାତି। ମନ୍ଦିର ପରିସର ଯୁଦ୍ଧଭୂମିରେ ପରିଣତ ହେଲା। ଏହି ଅଭିଯାନ କେତେ ଦିନ ଚାଲିଲା। ଶେଷରେ ସେନା ମନ୍ଦିର ଭିତରେ ନିୟନ୍ତ୍ରଣ ସ୍ଥାପନ କଲା। ଏହି ଅଭିଯାନରେ ଜର୍ନଲ ସିଂ ଭିନ୍ଦରୱାଲେ ମୃତ୍ୟୁବରଣ କଲେ, କିନ୍ତୁ ଏହା ସହ ଅନେକ ସେନା ଓ ସାଧାରଣ ଲୋକଙ୍କ ଜୀବନ ମଧ୍ୟ ହରାଇଗଲା। ଏହା ଦେଶକୁ ଗଭୀର ଦୁଃଖରେ ଡୁବାଇଥିଲା। ଏହି ଘଟଣା ପରେ ଦେଶରେ ଅସନ୍ତୋଷ ବଢ଼ିଗଲା। ବିଶେଷ କରି ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଏହା ପ୍ରତି ଅସନ୍ତୋଷ ଦେଖାଗଲା। ଏହାର ପ୍ରଭାବ ଆଉ ବଡ଼ ଘଟଣାରେ ପରିଣତ ହେଲା। 31 ଅକ୍ଟୋବର 1984 ମସିହାରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ନିଜ ବଡିଗାର୍ଡଙ୍କ ଦ୍ୱାରା ହତ୍ୟା କରାଗଲା। ଏହା ଦେଶକୁ ଅଧିକ ଅସ୍ଥିରତା ଫେରାଇ ଦେଲା। ପରେ ଦେଶର ବିଭିନ୍ନ ସ୍ଥାନରେ ଦଙ୍ଗା ହେଲା, ଯାହାରେ ଅନେକ ନିର୍ଦ୍ଦୋଷ ଲୋକ ପ୍ରଭାବିତ ହେଲେ। ଅପରେସନ୍ ବ୍ଲୁ ଷ୍ଟାର ଭାରତର ଇତିହାସରେ ଏକ ଏମିତି ଘଟଣା ଯାହାକୁ ଆଜି ମଧ୍ୟ ଲୋକେ ଭିନ୍ନ ଭିନ୍ନ ଭାବରେ ଦେଖନ୍ତି। କିଛି ଲୋକ ଏହାକୁ ଆବଶ୍ୟକ ମନେ କରନ୍ତି ତ ଅନ୍ୟ ଲୋକମାନେ ଏହାକୁ ଦୁଃଖଦ ଓ ବିବାଦାସ୍ପଦ ମନେ କରନ୍ତି। ଏହି ଘଟଣା ଆମକୁ ଶିଖାଏ ଯେ ଯେତେବେଳେ ଧର୍ମ, ରାଜନୀତି ଓ ହିଂସା ଏକ ସ୍ଥାନରେ ମିଶିଯାଏ, ସେତେବେଳେ ପରିଣାମ ସବୁବେଳେ ଦୁଃଖଦ ହିଁ ହୋଇଥାଏ।